ବାସ୍ତୁଶାସ୍ତ୍ର ଅନୁସାରେ ଯେତେବେଳେ କେଉଁ ବ୍ୟକ୍ତି ଉପରେ ଧନ ଦୌଲତର ବର୍ଷା ହେବାର ଥିବ, ଅର୍ଥାତ୍ ଯଦି ସେ ଧନୀ ହେବାର ଥିବ, ତେବେ ପ୍ରକୃତି ତାକୁ କିଛି ଏମିତି ସଂକେତ ଦେଇଥାଏ, କିଛି ଖାସ୍ ସଂକେତ ଦେଇଥାଏ। ଧନୀ ହେବାର ଠିକ୍ ପୂର୍ବରୁ ପ୍ରକୃତି ଏହି 21ଟି ଶୁଭ ସଂକେତ ଦେଇଥାଏ। ସେଥିପାଇଁ ଦୟାକରି ଏହି ଶୁଭ ସଂକେତକୁ ଇଗ୍ନୋର କରନ୍ତୁ ନାହିଁ, କାହିଁକି ନା ଏହି ସଂକେତ କହିଥାଏ କି ଆପଣଙ୍କ ଜୀବନରେ କିଛି ପରିବର୍ତ୍ତନ ହେବାକୁ ଯାଉଛି ଏବଂ ମା ଲକ୍ଷ୍ମୀ ଜଲ୍ଦି ହିଁ ଆପଣଙ୍କ ଘରକୁ ଆଗମନ କରିବାକୁ ଯାଉଛନ୍ତି। ହିନ୍ଦୁ ଧର୍ମରେ ମା ଲକ୍ଷ୍ମୀଙ୍କୁ ଧନର ଦେବୀ ବୋଲି କୁହାଯାଏ। ଯେଉଁ ବ୍ୟକ୍ତି ଉପରେ ମା ଲକ୍ଷ୍ମୀଙ୍କର କୃପା ରହିଥାଏ, ତାକୁ କେବେ ବି ପଇସାର ଅଭାବ ଭୋଗିବାକୁ ପଡ଼ିନଥାଏ। ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଲୋକମାନେ ବିଭିନ୍ନ ଉପାୟର ଅବଲମ୍ବନ କରିଥାନ୍ତି। ଏମିତି ମାନ୍ୟତା ଅଛି ଯେ ଯେଉଁ ଘରେ ମା ଲକ୍ଷ୍ମୀଙ୍କର କୃପା ରହିଥାଏ, ସେଠାରେ କିଛି ଶୁଭ ସଂକେତ ଦେଖାଯାଇଥାଏ। କିନ୍ତୁ ତା ପୂର୍ବରୁ ଯଦି ଆପଣମାନେ ବି ଚାହୁଁଛନ୍ତି ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ସଦାସର୍ବଦା ଆପଣଙ୍କ ଉପରେ ରହୁ, ତେବେ ଭିଡ଼ିଓକୁ ଗୋଟେ ଲାଇକ୍ ନିହାତି କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ ମଧ୍ୟ କରିଦିଅନ୍ତୁ ଓ କମେଣ୍ଟ ବକ୍ସରେ ଜୟ ମହାଲକ୍ଷ୍ମୀ ଲେଖିଦିଅନ୍ତୁ। ନମ୍ବର 1, ହାତ କୁଣ୍ଡେଇ ହେବା। ଯଦି କୌଣସି ପୁରୁଷଙ୍କର ଡାହାଣ ହାତ ଓ ସ୍ତ୍ରୀଙ୍କର ବାମ ହାତ କୁଣ୍ଡେଇ ହୁଏ, ତେବେ ଏହାକୁ ବହୁତ ଶୁଭ ସଂକେତ ବୋଲି ମନାଯାଇଥାଏ। ଏହାର ଅର୍ଥ ହେଉଛି ଜୀବନରେ ଧନ ସମସ୍ୟା ଦୂର ହେବାକୁ ଯାଉଛି ଏବଂ ଆର୍ଥିକ ସ୍ଥିତି ମଜବୁତ ହେବାକୁ ଯାଉଛି। ନମ୍ବର 2, ଶଙ୍ଖର ଧ୍ୱନି ଶୁଭାଯିବା। ସକାଳୁ ଉଠିବା ମାତ୍ରେ ଯଦି ଶଙ୍ଖର ଧ୍ୱନି ଶୁଣାଯାଉଛି, ତେବେ ଏହା ଜୀବନରେ ହେବାକୁ ଥିବା ଭଲ ପରିବର୍ତ୍ତନର ସଂକେତ ଦେଇଥାଏ। ଏହାର ଅର୍ଥ ହେଉଛି ଆପଣଙ୍କର ଖରାପ ସମୟର ଏବେ ଅନ୍ତ ହେବାକୁ ଯାଉଛି। ନମ୍ବର 3, କଳା ପିମ୍ପୁଡ଼ି ଘରକୁ ଆସିବା। ଯଦି ଆପଣଙ୍କ ନଜରରେ ଆସୁଥାଏ କି କଳା ପିମ୍ପୁଡ଼ି ଲମ୍ବା ଧାଡ଼ି ହୋଇ ଆପଣଙ୍କ ଘରକୁ ଆସୁଛନ୍ତି ଏବଂ କୌଣସି ଖାଦ୍ୟ ସାମଗ୍ରୀ ଉପରେ ବେଢ଼ିଛନ୍ତି, ତେବେ ଆପଣ ବୁଝିଯାଆନ୍ତୁ କି ମା ଲକ୍ଷ୍ମୀ ଆପଣଙ୍କ ଘରକୁ ପ୍ରବେଶ କରିଛନ୍ତି ଏବଂ ବହୁତ ଜଲ୍ଦି ଆପଣଙ୍କ ଘରେ ପଇସା ଅଟକିବା ଆରମ୍ଭ ହୋଇଯାଇଥାଏ। ନମ୍ବର 4, ସକାଳ ସମୟରେ ଗାଈ ଆପଣଙ୍କ ଘରର ଦ୍ୱାରକୁ ଆସିବା। ଯଦି ସକାଳ ସମୟରେ ଗାଈ ଆପଣଙ୍କ ଘରର ଦ୍ୱାରକୁ ଆସି ବୋବାଉଥାଏ, ତେବେ ଏହାକୁ ଈଶ୍ୱରଙ୍କର ଆଶୀର୍ବାଦ ବୋଲି ଭାବିନେବା ଉଚିତ। ସେହି ସ୍ଥାନରେ ଗାଈକୁ ରୁଟି ନଚେତ୍ ପାଳକୁଟା ଦେଇ ବିଦା କରିବା ଉଚିତ। ଏହାର ଅର୍ଥ ଏହା ଯେ ମା ଲକ୍ଷ୍ମୀ ସ୍ୱୟଂ ଆପଣଙ୍କ ଘର ଆଗରେ ଆସି ଠିଆ ହୋଇଛନ୍ତି। ନମ୍ବର 5, ତୁଳସୀ ଗଛ ସତେଜ ଓ ଭରପୁର ହେବା। ଯଦି ହଠାତ୍ ଆପଣଙ୍କ ଅଗଣାରେ ତୁଳସୀ ଗଛ ସତେଜ ଓ ଭରପୁର ହୋଇ ଠିଆ ହୋଇଥାଏ, ତେବେ ଏହା ଖୁସି ଓ ସୁଖ ସମୃଦ୍ଧିର ସଂକେତ ହୋଇଥାଏ। ନମ୍ବର 6, ଝାଡ଼ୁ ଏବଂ ମା ଲକ୍ଷ୍ମୀଙ୍କର ସମ୍ପର୍କ। ଜ୍ଞାନୀମାନଙ୍କ ଅନୁସାରେ ମା ଲକ୍ଷ୍ମୀ ଓ ଝାଡ଼ୁର ଗଭୀର ସମ୍ବନ୍ଧ ରହିଥାଏ। ଯଦି ଆପଣ ସକାଳୁ ସକାଳୁ କାହାକୁ ଝାଡ଼ୁ କରୁଥିବାର ଦେଖୁଛନ୍ତି, ତେବେ ଏହା ଆପଣଙ୍କୁ ଧନୀ ହେବାର ସଂକେତ ଦେଇଥାଏ। ଯଦି ଆପଣ ସକାଳୁ ଅଫିସ ଯିବା ବାଟରେ ଲଗାତାର 5 ଦିନ କାହାକୁ ଝାଡ଼ୁ କରୁଥିବାର ଦେଖୁଛନ୍ତି, ତେବେ ଏହା ଆପଣଙ୍କର ଆର୍ଥିକ ସମସ୍ୟା ଦୂର କରିବାର ସଂକେତ ଦେଇଥାଏ। ନମ୍ବର 7, ସକାଳୁ ଘର ବାହାରେ ପଇସା ମିଳିବା। ଯଦି ଆପଣ ସକାଳୁ କେଉଁଆଡ଼େ ଯିବା ସମୟରେ ଘର ବାହାରେ ପଇସା ପଡ଼ିଥିବାର ଦେଖୁଛନ୍ତି, ତେବେ ଏହା ଧନ ଆଗମନର ଶୁଭ ସଂକେତ ହୋଇଥାଏ। ଏମିତିକି ଯଦି ଆପଣ ଡ୍ରେସ୍ ପିନ୍ଧିବା ବା କାଢ଼ିବା ସମୟରେ ପକେଟରୁ କୌଣସି ପଇସା ଖସି ପଡ଼ିଯାଏ, ତେବେ ଏହା ମଧ୍ୟ ଅତ୍ୟନ୍ତ ଶୁଭ ସଂକେତ ହୋଇଥାଏ। ନମ୍ବର 8, ମୁଖ୍ୟ ଦ୍ୱାର ସାମ୍ନାରେ ଆମ୍ବ ଗଛ ଉଠିବା। ଯଦି ଆପଣଙ୍କ ମୁଖ୍ୟ ଦ୍ୱାର ସାମ୍ନାରେ ଆମ୍ବ ଗଛ ଆପେ ଆପେ ହୋଇ ଉଠିଯାଇଛି, ଆପଣ ତାକୁ ଲଗାଇ ନାହାନ୍ତି, ତେବେ ଆପଣ ବୁଝିଯାଆନ୍ତୁ କି ଆପଣ ଧନବାନ ହେବାକୁ ଯାଉଛନ୍ତି। ନମ୍ବର 9, ବିଲେଇ ତା ଛୁଆକୁ ଜନ୍ମ କରିବା। ଯଦି ଆପଣଙ୍କ ଘରେ ବିଲେଇ ତା ଛୁଆକୁ ଜନ୍ମ କରିଛି, ତେବେ ଏହା ବହୁତ ଶୁଭ ସଂକେତ ହୋଇଥାଏ। ଯଦି ଛାତ ଉପରେ କୌଣସି ମୂଲ୍ୟବାନ ବସ୍ତୁ ପଡ଼ିଥାଏ, ଏହା ମଧ୍ୟ ବହୁତ ଶୁଭ ସଂକେତ ହୋଇଥାଏ। ଶାସ୍ତ୍ର ଅନୁଯାୟୀ ଯଦି କୌଣସି ପକ୍ଷୀ ଆପଣଙ୍କ ଛାତରେ କୌଣସି ମୂଲ୍ୟବାନ ସାମଗ୍ରୀ ପକାଇ ଦିଏ, ତେବେ ଏହା ଧନବାନ ହେବାର ସଂକେତ ଦେଇଥାଏ। ନମ୍ବର 10, 3ଟି ଝିଟିପିଟି ଗୋଟିଏ ସ୍ଥାନରେ ଦେଖାଯିବା। ଯଦି ଆପଣ ଆପଣଙ୍କ ଘରର କୌଣସି ସ୍ଥାନରେ 3ଟି ଝିଟିପିଟିକୁ ଗୋଟିଏ ସ୍ଥାନରେ ଦେଖୁଛନ୍ତି,
ତେବେ ଏହା ଧନ ଆଗମନର ସଂକେତ ହୋଇଥାଏ। ଗୋଟିଏ ଝିଟିପିଟି ଉପରେ ଅନ୍ୟ ଗୋଟିଏ ଝିଟିପିଟି ଦେଖାଗଲେ ଏହା ଘରର ଉନ୍ନତିର ସଂକେତ ହୋଇଥାଏ। ଯଦି ଦୀପାବଳି ଦିନ ତୁଳସୀ ଗଛରେ ଝିଟିପିଟି ଦେଖାଯାଏ ତେବେ ଏହା ବହୁତ ଶୁଭ ସଂକେତ ହୋଇଥାଏ। ନମ୍ବର 11, ସକାଳୁ ସକାଳୁ ଆଖୁ ଦେଖିବା। ସକାଳୁ ଉଠିବା ମାତ୍ରେ ଆପଣ ଆଖୁ ଦେଖୁଛନ୍ତି ତେବେ ଏହା ବହୁତ ଶୁଭ ସଂକେତ ହୋଇଥାଏ। ଏହାର ଅର୍ଥ ଏହା ସ୍ପଷ୍ଟ ଯେ ଆପଣଙ୍କର ଦିନ ବଦଳିବାକୁ ଯାଉଛି। ଆପଣଙ୍କର ଦାରିଦ୍ରତାର ଦିନ ଖୁବ୍ ଶୀଘ୍ର ଅନ୍ତ ହେବାକୁ ଯାଉଛି। ଆପଣଙ୍କର ଖୁସିର ଦିନ ଆସିବାକୁ ଯାଉଛି। ନମ୍ବର 12, ଘରର ବାହାରେ ପେଚା ଦେଖିବା। ମା ଲକ୍ଷ୍ମୀଙ୍କର ବାହନ ପେଚାକୁ ଦେଖିବା ଅତ୍ୟନ୍ତ ଶୁଭ ବୋଲି ମନାଯାଇଥାଏ। ଯେଉଁଠି ପେଚା ଦେଖାଯାଏ ସେଠାରେ ମା ଲକ୍ଷ୍ମୀଙ୍କର ନିହାତି ଆଗମନ ହୋଇଥାଏ। ନମ୍ବର 13, ସ୍ୱପ୍ନରେ ଲାଲ ଏବଂ ହଳଦିଆ ଫୁଲ ଦେଖିବା। ସ୍ୱପ୍ନରେ ଲାଲ କିମ୍ବା ହଳଦିଆ ଫୁଲ ଦେଖିବା ଧନ ଆଗମନର ସଂକେତ ହୋଇଥାଏ। ତା ସହିତ ସ୍ୱପ୍ନରେ ମନ୍ଦିର ଦେଖିବା ମଧ୍ୟ ବହୁତ ଶୁଭ ସଂକେତ ହୋଇଥାଏ। ଏହା କେବଳ ଧନ ପ୍ରାପ୍ତିର ସଂକେତ ହୋଇନଥାଏ, ତା ସହିତ ଆଧ୍ୟାତ୍ମିକ ଉନ୍ନତିର ସଂକେତ ହୋଇଥାଏ। ଯଦି ସ୍ୱପ୍ନରେ ଲାଲ ରଙ୍ଗର ବସ୍ତ୍ର ପିନ୍ଧିଥିବା ସ୍ତ୍ରୀ ଲୋକ ଦେଖୁଛନ୍ତି ତେବେ ଏହା ମଧ୍ୟ ମା ଲକ୍ଷ୍ମୀଙ୍କର ସଂକେତ ହୋଇଥାଏ। ସ୍ୱପ୍ନରେ ଉଚ୍ଚା ଉପରେ ଚଢ଼ୁଥିବା କୌଣସି ଉଚ୍ଚ ସ୍ଥାନ ଉପରେ ଚଢ଼ୁଥିବାର ଦେଖୁଛନ୍ତି ତେବେ ଏହା ଉନ୍ନତିର ସଂକେତ ଦେଇଥାଏ। ନମ୍ବର 14, କୁକୁର ରାସ୍ତାରେ ରୁଟି ଧରୁଥିବାର ଦେଖିବା। ଆପଣ କେଉଁଆଡ଼େ ବାହାରକୁ ଯାଉଛନ୍ତି, ଆପଣ ରାସ୍ତାରେ କୁକୁର ପାଟିରେ କୌଣସି ଶାକାହାରୀ ଖାଦ୍ୟ ଯେମିତିକି ରୁଟି ଧରିଥିବାର ଦେଖୁଛନ୍ତି ତେବେ ଏହା ଏହି କଥାର ସଂକେତ ଦେଇଥାଏ କି ଯେ ଆପଣ କେଉଁଠାରୁ ମଧ୍ୟ ଧନ ପ୍ରାପ୍ତି ହେବାର ଅଛି। ଆପଣଙ୍କର ଧନ ପ୍ରାପ୍ତିର ଯୋଗ ବହୁତ ଜଲ୍ଦି ଖୋଲିବାର ଅଛି। ନମ୍ବର 15, ବ୍ରହ୍ମ ମୁହୂର୍ତ୍ତରେ ନିଦ ଭାଙ୍ଗିବା। ଯେତେବେଳେ ମହାଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ଥିବ ତେବେ ଭୋର 3ଟାରୁ 5ଟା ମଧ୍ୟରେ ଆପଣଙ୍କର ନିଦ ଅବଶ୍ୟ ଭାଙ୍ଗିବ। 3ଟାରୁ 5ଟା ମଧ୍ୟରେ ନିଦ ଭାଙ୍ଗିବାକୁ ବ୍ରହ୍ମ ମୁହୂର୍ତ୍ତ ବୋଲି କୁହାଯାଇଥାଏ। ଏହାଦ୍ୱାରା ଆପଣଙ୍କର ଦିନଚର୍ଯ୍ୟା ସୁଧୁରିବାକୁ ଲାଗିଥାଏ। ଏହି ସଂକେତ ଅତ୍ୟନ୍ତ ଶୁଭ ହୋଇଥାଏ। ନମ୍ବର 16, ସ୍ୱପ୍ନରେ ପାରା ଦେଖିବା। ସ୍ୱପ୍ନରେ ପାରା ଦେଖିବା ଅତ୍ୟନ୍ତ ଶୁଭ ହୋଇଥାଏ। ଏହାର ଅର୍ଥ ଏହା ଯେ ଆପଣଙ୍କର ବହୁତ ଶୀଘ୍ର ଆର୍ଥିକ ସମସ୍ୟା ଦୂର ହେବାକୁ ଯାଉଛି। ତା ସହିତ ମା ଲକ୍ଷ୍ମୀଙ୍କର କୃପାରୁ ଆପଣ ଧନବାନ ହେବାକୁ ଯାଉଛନ୍ତି। ନମ୍ବର 17, ସ୍ୱପ୍ନରେ ଶୁଭ ପ୍ରତୀକ ଦେଖିବା। ଶୁଭ ପ୍ରତୀକ କାହାକୁ କୁହାଯାଏ? ଯଦି ଆପଣ ସ୍ୱପ୍ନରେ ଝାଡ଼ୁ ଦେଖୁଛନ୍ତି, ପେଚା ଦେଖୁଛନ୍ତି, ମୟୂର ଦେଖୁଛନ୍ତି, ହାତୀ, ଶଙ୍ଖ ଦେଖୁଛନ୍ତି, କଦଳୀ ଦେଖୁଛନ୍ତି, ଝିଟିପିଟି ଦେଖୁଛନ୍ତି ତେବେ ଏହା ବହୁତ ଶୁଭ ସଂକେତ ହୋଇଥାଏ। ଏହାର ଅର୍ଥ ଏହା ଯେ ଆପଣଙ୍କର ଧନୀ ହେବାର ସ୍ୱପ୍ନ ବହୁତ ଜଲ୍ଦି ପୂରା ହେବାକୁ ଯାଉଛି। ନମ୍ବର 18, ସକାଳୁ ଉଠିବା ମାତ୍ରେ ଶଙ୍ଖଧ୍ୱନି ଶୁଣାଯିବା। ଯଦି ଆପଣ ସକାଳୁ ଉଠିବା ମାତ୍ରେ ଆପଣଙ୍କୁ ଶଙ୍ଖଧ୍ୱନି ଶୁଣାଯାଏ ତେବେ ଏହା ଅତ୍ୟନ୍ତ ଶୁଭ ସଂକେତ ହୋଇଥାଏ। ଜଲ୍ଦି ହିଁ ଆପଣଙ୍କର ଖରାପ ସମୟର ଅନ୍ତ ହୋଇ ଆପଣଙ୍କର ଭଲ ସମୟ ଜଲ୍ଦି ହିଁ ଆପଣଙ୍କ ପାଖକୁ ଫେରି ଆସିବ। ଆପଣ ସବୁ କ୍ଷେତ୍ରରେ ସଫଳତାର ଶୀର୍ଷତାରେ ପହଞ୍ଚି ପାରିବେ। ନମ୍ବର 19, କିନ୍ନରଙ୍କୁ ଦେଖିବା। ଯଦି ଆପଣ କେଉଁଆଡ଼େ ଯାଉଛନ୍ତି ଏବଂ ରାସ୍ତାରେ ଆପଣଙ୍କୁ କିନ୍ନର ଦେଖାଯାଆନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ। ଆପଣ ସେହି ପରିସ୍ଥିତିରେ କିନ୍ନରଙ୍କୁ କିଛି ପଇସା ଦେବା ଉଚିତ। ତା ପ୍ରତିବଦଳରେ ଯଦି ଆପଣ କିନ୍ନର ଆପଣଙ୍କୁ କିଛି ପଇସା ଓଲଟା ଫେରାଇ ଦିଏ ତେବେ ଏହାକୁ ଯତ୍ନର ସହିତ ସମ୍ଭାଳିକି ରଖିବା ଆବଶ୍ୟକ। ଏମିତି କରିବା ଦ୍ୱାରା ଧନ ପ୍ରାପ୍ତିର ଯୋଗ ହୋଇଥାଏ। ତା ସହିତ ଆର୍ଥିକ ସ୍ଥିତି ବହୁତ ମଜବୁତ ହୋଇଥାଏ। ନମ୍ବର 20, ଘରର ଛାତରେ କୋଇଲିର ସ୍ୱର ଶୁଭିବା। କୋଇଲିର ସ୍ୱର ଶୁଭିବା ମଧ୍ୟ ବହୁତ ବଡ଼ ଶୁଭ ସଂକେତ ହୋଇଥାଏ। ଏହାର ଅର୍ଥ ଏହା କି ଆପଣଙ୍କର ଧନ ବୃଦ୍ଧି ହେବା ସଙ୍ଗେ ସଙ୍ଗେ ଘରର ସମୃଦ୍ଧି ହୋଇଥାଏ। ନମ୍ବର 21, ସକାଳୁ ଉଠିବା ମାତ୍ରେ ପୂଜା ନଡ଼ିଆର ଦର୍ଶନ କରିବା। ଯଦି ସକାଳୁ ଉଠିବା ମାତ୍ରେ ପୂଜାରେ ଚଢ଼ା ହୋଇଥିବା ନଡ଼ିଆ ଦେଖୁଛନ୍ତି ତେବେ ମା ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ହେବାକୁ ଯାଉଛି।
बंधुगण ये तो थिला समस्त प्रकारर शुभ संकेत विषय किंतु आमे आपणको कहि रखुचु जे आपण कठिन परिश्रम करंतु एही संकेत आपे आपे मिली